ଅଦଳ ବଦଳ ଗୋଟେ ବିଷୟ ଯେଉଁଟା ମଣିଷ ତାର ଦୈନନ୍ଦିନ ଜୀବନରେ ମଧ୍ୟ ବହୁ ସମୟରେ କରିଥାଏ। ତେଣୁ ଯେତେବେଳେ ମଣିଷ ନିଜର ଦୈନନ୍ଦିନ କାମରେ 5ଟା ପରିବର୍ତ୍ତନ ଆଣୁଛି ସେତେବେଳେ ଦଳ ଏବଂ ସରକାର ପରିବର୍ତ୍ତନ ଆଣିବେ ଏଥିରେ କିଛି ଅସ୍ୱାଭାବିକତା ନାହିଁ। ତେଣୁ 12 ବର୍ଷ ପୂର୍ତ୍ତି ହୋଇଗଲା କେନ୍ଦ୍ର ସରକାରଙ୍କର, ଓଡ଼ିଶା ସରକାରଙ୍କ ମଧ୍ୟ 2 ବର୍ଷ ପୂର୍ତ୍ତି ହୋଇଗଲା। ଏବେ 2 ବର୍ଷ ପୂର୍ତ୍ତି ଏବଂ 12 ବର୍ଷ ପୂର୍ତ୍ତିକୁ ନେଇକରି ଯେଉଁ କାର୍ଯ୍ୟକ୍ରମ ମାନେ ଆମେ କରୁଛୁ ଆମର ପ୍ରୋଗ୍ରେସ୍ ରିପୋର୍ଟ ନେଇକରି ଲୋକଙ୍କ ପାଖକୁ ଯାଉଛୁ। ଆମେ ପ୍ରୟାସ କରୁଛୁ ଯେ ଗଣତନ୍ତ୍ରକୁ ଏକ ନୂଆ ପରିଭାଷା ଦେବା ପାଇଁ ଏବଂ ସରକାରଙ୍କୁ ଉତ୍ତର ଦେହି କରିବା ପାଇଁ। ଯେମିତି ପାଠ ପଢ଼ିଲା ସମୟରେ ଛାତ୍ର ଥିଲାବେଳେ ଶିକ୍ଷକମାନେ ଆମର ମୂଲ୍ୟାଙ୍କନ କରନ୍ତି, ଗଣତନ୍ତ୍ରରେ ମଧ୍ୟ ସାଧାରଣ ଭୋଟରଟା ମଧ୍ୟ ସରକାରର କାମର ମୂଲ୍ୟାଙ୍କନ କରେ। ସେଇ ବିଚାରଟାକୁ ଆଗକୁ ନେବା ପାଇଁ ଆମେ ଲୋକଙ୍କ ପାଖକୁ ଯାଉଛୁ ଏବଂ ଆମର ପ୍ରୋଗ୍ରେସ୍ ରିପୋର୍ଟ ନେଇକରି ତାଙ୍କୁ ଦେଖାଉଛୁ। ତାଙ୍କର ମୂଲ୍ୟାଙ୍କନ ପାଇଁ ଆମେ ନିବେଦନ କରୁଛୁ। ଯେତେ ମାର୍କା ସେମାନେ ଦେବେ ତାକୁ ନମ୍ରତାର ସହିତ ଗ୍ରହଣ କରିବୁ। ଯେତେ ମାର୍କା ଦେବେ ତାଠାରୁ ଅଧିକ ମାର୍କା ଆଗାମୀ ବର୍ଷ ଆଣିବା ପାଇଁ ପ୍ରୟାସ କରିବୁ। ସେ ଭିତରେ ରହିଲା ଯେ ମନ୍ତ୍ରିମଣ୍ଡଳର ସମ୍ପ୍ରସାରଣ କେବେ ହେବ। ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣର ପ୍ରମୁଖ ଦାୟିତ୍ୱ ହେଉଛି କେନ୍ଦ୍ରରେ ପ୍ରଧାନମନ୍ତ୍ରୀ, କେନ୍ଦ୍ର ସରକାର ପାଇଁ, ରାଜ୍ୟରେ ମୁଖ୍ୟମନ୍ତ୍ରୀ, ତାଙ୍କର ପ୍ରେରୋଗେଟିଭ୍ ଏଇଟା। ତେଣୁ ଯେଉଁଠି ପ୍ରଧାନମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀଙ୍କର ପ୍ରେରୋଗେଟିଭ୍ ବିଷୟ, ସେ ବିଷୟରେ ମୁଁ କାହିଁକି ଟିପ୍ପଣୀ ଦେବି ଆଉ ଆପଣମାନେ ମଧ୍ୟ କାହିଁକି ଆତୁର ହେଉଛନ୍ତି ଏ ବିଷୟକୁ ଜାଣିବା ପାଇଁ। ଯେବେ ହେବ ପ୍ରଥମେ ଯଦି କିଏ ଜାଣିବ ଦେଶରେ ଏବଂ ରାଜ୍ୟରେ ସେଟା ହେଉଛି ଗଣମାଧ୍ୟମ ଚତୁର୍ଥ ସ୍ତମ୍ଭ ଜାଣିବ। କିନ୍ତୁ ସାର୍ 6ଟା ପଦ ଖାଲି ଅଛି ତ ସେଥିପାଇଁ 2 ବର୍ଷ। ଏବେ 6ଟା ପଦ ଆପଣମାନଙ୍କୁ ମୁଁ ଖାଲି ଟିକେ ବତେଇ ଦେଉଛି ଯେ 21ଟା ପଦ ମନ୍ତ୍ରୀ ପଦ ଅଛି। ଏଇଟା କେଉଁଠି ଲେଖା ହେଇଛି? ପ୍ରକୃତରେ ମନ୍ତ୍ରୀ ପଦ କେତେଟା ହେବ ତାର କୌଣସି ମାପଦଣ୍ଡ ନାହିଁ। ଅତୀତରେ କ'ଣ ହେଉଥିଲା, ଅତୀତରେ ଗୋଟେ ଛୋଟ ରାଜ୍ୟରେ ମଧ୍ୟ ସରକାର କଲା ବେଳକୁ ଆବଶ୍ୟକତା ଠାରୁ ଅଧିକ ମନ୍ତ୍ରୀ ପଦ ଦେଉଥିଲେ। 50ଟା ବିଧାୟକ ଅଛନ୍ତି, 35 ଜଣ ମନ୍ତ୍ରୀ। ଏହାକୁ ରୋକିବା ପାଇଁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଲେ ଯେ ରାଜ୍ୟର ବିଧାନସଭା ଏବଂ କେନ୍ଦ୍ରରେ ଲୋକସଭାର ଯେଉଁ ସଂଖ୍ୟା, ମନ୍ତ୍ରିମଣ୍ଡଳର ସଂଖ୍ୟା 15%ରୁ ଅଧିକ ହେବ। ସେ କ୍ରମରେ ଆମର ଭାଗରେ ପଡ଼ିଲା ଯେହେତୁ 147ଟା ଆମର ବିଧାୟକଙ୍କର ସଂଖ୍ୟା, ତେଣୁ 15% କହିଲେ 21 ସଂଖ୍ୟାରୁ ଅଧିକ ହେବ ନାହିଁ। କିନ୍ତୁ 21ଟା ମନ୍ତ୍ରୀ ପଦ ବୋଲିକରି କୌଣସି ସମ୍ବିଧାନରେ ଲେଖା ହେଇନାହିଁ। ମନ୍ତ୍ରୀ ପଦ 15%ରୁ ଅଧିକ ହେବନି। ଏଇଟା ହେଉଛି ସୁପ୍ରିମକୋର୍ଟର ଆଦେଶ ଏବଂ ଭାରତ ସରକାରଙ୍କର ନିୟମ। ତେଣୁ ପଦ ଏତିକିଟା ଅଛି ବୋଲି ନାହିଁ। ପଦ କମ୍ ଥିଲେ ବି ଚାଲିବ, ସରକାର ପଦ 15% ହେଲେ ବି ଚାଲିବ, 14% ହେଲେ ବି ଚାଲିବ, 13% ବି ଚାଲିବ। 2 ବର୍ଷ ଚାଲିଲାଣି, ଭଲ ଭାବରେ ଚାଲିଲାଣି। ହଁ, ରହିଲା କଥା ଯେ ଯେହେତୁ ଆମ ପାଖରେ ଆହୁରି 5-6ଟା ପଦ ଅଛି, ସେଇଟା ପୂରଣ କରିବାର ଦାୟିତ୍ୱ ମାନନୀୟ ମୁଖ୍ୟମନ୍ତ୍ରୀଙ୍କର। ଜାତୀୟ ଦଳ ଆମେ, ତେଣୁ ଯେଉଁଟା ବି ହେବ ପ୍ରଦେଶର ସଂଗଠନ, ମୁଖ୍ୟମନ୍ତ୍ରୀ ଏବଂ କେନ୍ଦ୍ରୀୟ ନେତୃତ୍ୱ ଏ ବାବଦରେ ଆଲୋଚନା କରିକରି ଶେଷ ନିଷ୍ପତ୍ତି ନେବେ। ସାର୍, ସ୍ୱାସ୍ଥ୍ୟ ମିତ୍ରମାନେ 2 ଦିନ ହେଲା ଧାରଣା କରୁଛନ୍ତି ଏବଂ ସରକାର ତାଙ୍କ କଥା ଚିନ୍ତା କରୁନାହାନ୍ତି ଏବଂ ଜୁଲାଇରୁ ସେମାନଙ୍କୁ ଛଟେଇ ହେବା ନେଇ ମଧ୍ୟ ସେମାନେ ଚିନ୍ତିତ ଅଛନ୍ତି। ତାହେଲେ କିଛି ଦେଖନ୍ତୁ, ଯିଏ ବି ଆନ୍ଦୋଳନ କରୁ, ଆନ୍ଦୋଳନଟା ସମାଜରେ ହେଉଛି ଏକ ସାମ୍ବିଧାନିକ ଅଧିକାର। ସମସ୍ୟା ନେଇକରି ଆନ୍ଦୋଳନ ହେବ ତ କ'ଣ ହେବ? କିନ୍ତୁ ଆମର ସରକାର ଏକ ସମ୍ବେଦନଶୀଳ ସରକାର। ଯେଉଁ ଲୋକ ଆନ୍ଦୋଳନକୁ ଓହ୍ଲାଉଛି କୌଣସି ନା କୌଣସି କାରଣ ତାକୁ ପ୍ରେରିତ କରୁଛି ଆନ୍ଦୋଳନ କରିବା ପାଇଁ। ଆମେ ସେମାନଙ୍କର ଦାବି ବାବଦରେ ସଚେତନ ଅଛୁ, ତାକୁ ମଧ୍ୟ ବିଚାର କରୁଛୁ ଏବଂ ତାର ବାବଦରେ ମଧ୍ୟ ବିହିତ କାର୍ଯ୍ୟାନୁଷ୍ଠାନ ଆମେ ଗ୍ରହଣ କରିବୁ। କିନ୍ତୁ ସେମାନଙ୍କୁ ଆମର ଅନୁରୋଧ ଯିଏ ତାଙ୍କର ଦାବି ବାବଦରେ ଆମେ ସଚେତନ ଅଛୁ ଏବଂ ଆକୁ ତା ବାବଦରେ ଠିକ୍ ସମୟରେ ଠିକ୍ ନିଷ୍ପତ୍ତି ହେବ। ଆନ୍ଦୋଳନରୁ ବିରତ ହୁଅନ୍ତୁ, ଯେଉଁ କାମ ତାଙ୍କୁ ଦିଆହେଇଛି ସେହି କାମରେ ମନୋନିବେଶ କରନ୍ତୁ। ଆଜ୍ଞା, ଆଉ ଗୋଟେ କଥା ଅଛି ଯେ ଅନେକ କଂଗ୍ରେସ ବିଜେଡି ଅନେକ ନେତା ଯୋଗାଯୋଗରେ ଏଥିରେ କଥା ଆଲୋଚନା କରାଯାଉଛି, କିନ୍ତୁ 11 ଜଣ ଯେଉଁ କ୍ରସ୍ ଭୋଟିଂ କରିଥିଲେ ସେମାନେ ଦଳ ବିଜେପି ସାଙ୍ଗରେ ମିଶିବେ ଚର୍ଚ୍ଚା ମଧ୍ୟ ହେଉଛି, ତାଙ୍କୁ ଦଳ ଗ୍ରହଣ କରିବ କି? ଆଜ୍ଞା ଦେଖନ୍ତୁ, ଆଜି ପରା ଡକ୍ଟର ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କର ଆଜି ହେଉଛି ପୁଣ୍ୟତିଥି। ଏବେ ଆମେ ପାର୍ଟି ଅଫିସରେ ମଧ୍ୟ ତାଙ୍କର ପୁଣ୍ୟତିଥି ପାଳନ କରୁଛୁ।
ଭାରତୀୟ ଜନତା ପାର୍ଟି ହେଉଛି ଏଭଳିଆ ଗୋଟେ ପାର୍ଟି ଯେଉଁ ପାର୍ଟିର ମାଲିକ ହେଉଛନ୍ତି ସାଧାରଣ ଜନତା। ଏଟା ବ୍ୟକ୍ତି କେନ୍ଦ୍ରିକ ପାର୍ଟି ନୁହଁ କିମ୍ବା ଉତ୍ତରାଧିକାରୀ ସୂତ୍ରରେ ବାପ ପରେ ପୁଅ ପୁଅ ପରେ ନାତି ପାଇବେ ଏ ପାର୍ଟି ନୁହଁ। କଂଗ୍ରେସ ପାର୍ଟିରେ କ'ଣ ଗୋଟେ ନିର୍ଦ୍ଦିଷ୍ଟ ପରିବାରର ପାର୍ଟି ହେଇଗଲା। ବିଜୁ ଜନତା ଦଳ କ'ଣ ଗୋଟେ ନିର୍ଦ୍ଦିଷ୍ଟ ବ୍ୟକ୍ତିଙ୍କର ପାର୍ଟି ଥିଲା। ଏଆଇଏଡିଏମକେ, ଡିଏମକେ, ଟିଏମସି, ସମାଜବାଦୀ ପାର୍ଟି ଏସବୁ କ'ଣ? ଏସବୁ ହେଉଛି ବ୍ୟକ୍ତି କେନ୍ଦ୍ରିକ ପାର୍ଟି। ଗୋଟେ ବ୍ୟକ୍ତି ପରେ ତାଙ୍କର ଉତ୍ତରାଧିକାରୀ ଦଳର ମାଲିକ ହୁଅନ୍ତି। ଇଏ ପାର୍ଟିରେ ଦେଖନ୍ତୁ ସାଧାରଣ କାର୍ଯ୍ୟକର୍ତ୍ତା ମଧ୍ୟ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଆଜି ଜଣେ ସାଧାରଣ କାର୍ଯ୍ୟକର୍ତ୍ତା ମୁଖ୍ୟମନ୍ତ୍ରୀ, ଜଣେ ତୃଣମୂଳ ସ୍ତରରେ କାମ କରୁଥିବା କାର୍ଯ୍ୟକର୍ତ୍ତା ଆଜି ଦେଶର ପ୍ରଧାନମନ୍ତ୍ରୀ। ତେଣୁ ଏ ସମାଜର ପାର୍ଟିଟା ଯିଏ ଆସିବ ଆସିବ, ସମସ୍ତଙ୍କ ପାଇଁ ଏ ପାର୍ଟିରେ ଜାଗା ଅଛି। କିନ୍ତୁ ଏ ପାର୍ଟିକୁ ଧର୍ମଶାଳା ଭାବନ୍ତୁ ନାହିଁ। ଦରକାର ପଡ଼ିଲେ ଆସିଲ, ଦରକାର କାମ ସରିଗଲେ ପଳେଇଲ। ଇଏ ପାର୍ଟି ଲମ୍ବା ସମୟ ପର୍ଯ୍ୟନ୍ତ ସମାଜର ପ୍ରତି ନିଷ୍ଠା ଏବଂ ପ୍ରତିବଦ୍ଧତା ରଖିକରି କାମ କରିବାର ପାର୍ଟି। ଏଠି ମିଳିବା ପାଇଁ ଯଦି ଆସିବ ବେଲେ ପଶ୍ଚାତାପ କରିବାର ପୁରା ସମ୍ଭାବନା ଅଛି। କିଛି ଆଶା ନ ନେଇକରି ଆସ, ସମାଜ ପାଇଁ କାମ କର, ପାର୍ଟି ବାବଦରେ ତୁମେ ଚିନ୍ତା କର, ତୁମର ବାବଦରେ ପାର୍ଟି ଚିନ୍ତା କର। କିନ୍ତୁ ସେ 11 ଜଣ ବିଧାୟକ ବର୍ତ୍ତମାନ କିଛି ତାଙ୍କର ପାର୍ଟି ନାହିଁ, ସେମାନେ ଯାହା ଚର୍ଚ୍ଚା ହେଉଛି ବିଜେପିରେ ସାମିଲ ହେବେ। ଚର୍ଚ୍ଚା ହେଉଛି ଜାତୀୟ ସ୍ତରୀୟ ହେଉଛି ବିଭିନ୍ନ ଜାଗାରେ ବିଧାୟକ ମାନେ ଆଗ୍ରହ ପ୍ରକାଶ। ଦେଖନ୍ତୁ ସେ ଭିତରେ ଯେଉଁ 11 ଜଣଙ୍କର ଆପଣମାନେ ଚର୍ଚ୍ଚା କରୁଛନ୍ତି ସେମାନଙ୍କର ଭିତରୁ ବହୁତ ଜଣଙ୍କୁ ମୁଁ ଜାଣେ। ସେଥିରେ ବହୁତ ଭଲ ଜନପ୍ରତିନିଧି ମଧ୍ୟ ଅଛନ୍ତି, କନିଷ୍ଠ ଜନପ୍ରତିନିଧିମାନେ ମଧ୍ୟ ଅଛନ୍ତି ବିଧାନସଭାରେ ଏବଂ ବିଧାନସଭାରେ ବାହାରେ। ସେମାନଙ୍କର କାର୍ଯ୍ୟ ମୁଁ ଦେଖୁଛି। ତେଣୁ ସେମାନଙ୍କର ଭିତରୁ ବହୁତ ଜଣ ଅଛନ୍ତି ଯେଉଁମାନେ ଭାରତୀୟ ଜନତା ପାର୍ଟିକୁ ଆସିଲେ ସେମାନଙ୍କର ବି ମଙ୍ଗଳ ହେବ ଏବଂ ଭାରତୀୟ ଜନତା ପାର୍ଟିର ମଧ୍ୟ ଅଭିବୃଦ୍ଧି ହେବ। ସେ କାଲି ପରୀକ୍ଷା ଆଲୋଚନା କରି ଗୋଟେ ଦିନ ଦୁଇଟି ପରୀକ୍ଷା ଥିଲା ଚର୍ଚ୍ଚା। ଶିକ୍ଷା ବିଭାଗ ସାଙ୍ଗେ ମୋର କଥାବାର୍ତ୍ତା ହେଇଛି। ଆର୍ଆଇ ଅମିନ ପରୀକ୍ଷାଟା এটা ଶେଷ ପର୍ଯ୍ୟାୟ ପରୀକ୍ଷା। 16,000 କେତେ ପରୀକ୍ଷାର୍ଥୀ ପରୀକ୍ଷା ଦେବେ। এটা 28 ତାରିଖରେ ହେବ ଏବଂ ଶିକ୍ଷା ବିଭାଗର ଯେଉଁ ପରୀକ୍ଷା ହେବା କଥା ମୋର କଥାବାର୍ତ୍ତା ହେଇଛି ତାକୁ ସେମାନେ ଅନ୍ୟ ଗୋଟେ ଡେଟ୍କୁ ଘୁଞ୍ଚେଇବେ। ଥ୍ୟାଙ୍କ ୟୁ।